ଜୟ ଜଗନ୍ନାଥ ସାଙ୍ଗମାନେ। ଆଜିର ଏଇ ସକାଳ ରବିବାର ସକାଳର ନୂଆ ଭିଡ଼ିଓ ଷ୍ଟାର୍ଟ ହେଉଛି। ଶୋଇକି ଉଠିଲି ଶୋଇକି ଉଠିଲି ଦାନ୍ତ ଫାତ ଘଷେ ଗାଧୁଆ ପାଧୁଆ କରିବେ। ଆଜି ଦିନ ଯାକର କାମ ବହୁତ, କାରଣ ଘରେ ଆଜି କେହି ନାହାନ୍ତି। ସକାଳୁ ଯେ ଯାର ସବୁ କାମରେ ଯାଇଛନ୍ତି। ସକାଳୁ ମାନେ କାଲି ବି ଟିକେ ଜଲ୍ଦି ଶୋଇ ହେଲାନି, ରାତି ଶୋଉ ଶୋଉ ଲେଟ୍। ଗୋଟେ କଥାରେ ନାହିଁ, କଥାରେ ନାହିଁ କି ଫିଲ୍ମରେ ଗୋଟେ ରବିବାର ରାତି ନିନ୍ଦ ନେଇ ଆତି, ସେଇ ସିଷ୍ଟମ୍ ହେଲା ଆଉ। ଗାଧୁଆ ପାଧୁଆ ସରିଲା, ଗାଧୋଇ ପାଧେଇକିରି ଆସିଲି। ଏବେ ଆଉ ଟିକେ କାମ ଅଛି, କାମ ଟିକେ ସାରିବା। କ'ଣ କାମ ମୁଁ ଆପଣଙ୍କୁ ଦେଖାଉଛି। ମୁଁ ସେତେବେଳେ କହୁଥିଲି ଘରେ କେହି ନାହାନ୍ତି, ମୁଁ ଏକା, ବାକି ଏକା ନାହିଁ, ଆଉ ଜଣେ ମୋ ସାଙ୍ଗରେ ଅଛନ୍ତି। ମୁଁ ଆପଣଙ୍କୁ ଦେଖେଇବି ସିଏ କିଏ। ସିଏ ଅଦୃଶ୍ୟ ଭାବରେ ଅଛନ୍ତି, ବାକି ଅଛନ୍ତି। ଚାଲ ମୁଁ ଦେଖେଇବି ସିଏ କିଏ। ଚାଲ ଦେଖିବା ସିଏ କିଏ ହେଇପାରନ୍ତି। ଚାଲନ୍ତୁ। ସେ ହେଉଛନ୍ତି ଇଏ ଠାକୁର, ଆମର ଗୋପାଳ ଆଉ ବଳରାମ। ସେମାନେ ଶୋଇଛନ୍ତି, ତାଙ୍କୁ ଏବେ ଉଠାଇବାକୁ ପଡ଼ିବ। ତାଙ୍କୁ ମୁଁ ଉଠାଇଲେ ତାଙ୍କୁ ଗାଧୁଆ ପାଧୁଆ ଖିଆପିଆ ନିତ୍ୟକର୍ମ ସବୁ ବିଭିନ୍ନ ପ୍ରକାର ଅଛି, ମୁଁ ଆପଣମାନଙ୍କୁ ଦେଖେଇବି। ସକାଳ ହେଇଗଲାଣି, ବଳରାମ ଉଠନ୍ତୁ, ସକାଳ ହେଇଗଲାଣି। ଗୋପାଳ, ଜୟ ଗୋପାଳଜୀ। ଇଏ ହେଉଛନ୍ତି ଗୋପାଳ। ମୁଁ ୟାଙ୍କର ଟିକେ ମୁହଁ ଟିକେ ଧୋଇ ଦେଇ ଆଣେ, ତାପରେ ବଳରାମଙ୍କ ପାଳି ଆଉ। ହେଉଛନ୍ତି ବଳରାମ, ଗୋପାଳଙ୍କ ବଡ଼ ଭାଇ ବଳରାମ। ତାଙ୍କୁ ବି ଉଠାଇ ଦେଇଛି, ତାଙ୍କର ବି ଟିକେ ମୁହଁ ଧୋଇଦିଏ, ଆଉ ତାଙ୍କର ଜାଗାରେ ତାଙ୍କୁ ବସେଇଦେବି ଆଉ। ବସେଇ ଦେଲା ପରେ ତାପରେ କ'ଣ କାମ ହେଉଛି ଆପଣଙ୍କୁ ଦେଖାଉଛି। ଗୋପାଳ ଆଉ ବଳରାମ ତାଙ୍କ ଜାଗାରେ ବସିଗଲେ। ଏବେ ତାଙ୍କର ଗାଧୁଆ ପାଧୁଆ ପାଇଁ ସବୁ ଜିନିଷ ଯୋଗାଡ଼ କରିବାକୁ ପଡ଼ିବ। ପାଣି ଫାଣି ଆଉ ତାଙ୍କର ଯେଉଁଠି ବସିକି ସେ ଗାଧାନ୍ତି ସେଇ ଜିନିଷ ଗୁଡ଼ା ସବୁ ଏବେ ଦେଖିବାକୁ ପଡ଼ିବ। ଗୋଟେ ଗୋଟେ ଜିନିଷ ରେଡ଼ି କରେ ଆଉ। ଠାକୁର ଗାଧୋଇବା ପାଇଁ ଯେତିକି ସରଞ୍ଜାମ ମୁଁ ମୋର ଯେତିକି ମନେ ପଡ଼ିଲା ସେତିକି ସଜାଇଦେଲି। କାରଣ ମୁଁ ଦେଖିଛି ନାନୀ ଏମିତି କରିବାର, ବାକି ମୋ ଦ୍ୱାରା ଯେତିକି ହେଇପାରୁଛି, ମୁଁ ଯେତିକି ଜାଣିପାରୁଛି ସେତିକି କରୁଛି ଆଉ। ଏଇଟା ହେଉଛି ଗଙ୍ଗା ଜଳଟା ଟିକେ ପକେଇବା। ଗଙ୍ଗା ଜଳ ଟିକେ ତାଙ୍କ ସ୍ନାନ ପାଣିରେ ଟିକେ ଢାଳିବାକୁ ପଡ଼ିବ। ଠାକୁର ନା, ଗାଧେଇଲେ ହେବ, ଫାଷ୍ଟ ଯିଏ ଗାଧେଇଲେ ବି ହେବ। ବାକି ମୁଁ ଗୋପାଳଙ୍କୁ ଗାଧେଇବି। ଆମେ ଠାକୁରଙ୍କୁ ଗାଧେଇ ପାଧେଇ ତାଙ୍କର ନୂଆ ଡ୍ରେସ୍, ସଫା ଡ୍ରେସ୍ ପିନ୍ଧେଇ ସାରିଲା ପରେ ଆପଣମାନଙ୍କୁ ଦେଖାଉଛି। ବଳରାମଙ୍କର ବି ଗାଧୁଆ କମ୍ପ୍ଲିଟ୍ ହେଇଗଲା, ଶେଷ। ତାଙ୍କୁ ଡ୍ରେସ୍ ଫ୍ରେସ୍ ପିନ୍ଧେଇ ସାରିଲା ପରେ ଆପଣଙ୍କୁ ଦେଖାଉଛି। ଇଏ ହେଉଛି ଆମର ଗୋପାଳ ବଳରାମଙ୍କ ତାଙ୍କର ମୁକୁଟ, ଆଉ ଆମର ଗୋପାଳ ମାନେ ଶ୍ରୀକୃଷ୍ଣ, ସେଇ ତାଙ୍କର ଇଏଟା ବଇଁଶୀଟା ଆଉ। ମୁଁ ତାଙ୍କୁ ଟିକେ ସଜାଇ ଦିଏ। ସଜାଇ ଦେଲା ପରେ ଦେଖିବା କେତେ ସୁନ୍ଦର ଦେଖାଯାଉଛନ୍ତି ଠାକୁର। ଏବେ ଦେଖନ୍ତୁ ଠାକୁର କେତେ ସୁନ୍ଦର ଦେଖାଗଲେ। ଗାଧୋଇ ସାରିଲା ପରେ ତାଙ୍କର ଯାହା ପିନ୍ଧିବା କଥା ମୁଁ ପିନ୍ଧେଇ ଦେଇଛି ଠାକୁରଙ୍କୁ। ବଢ଼ିଆ ସୁନ୍ଦର ଦେଖାଯାଉଛନ୍ତି ଆମର ଗୋପାଳ, ଆମର ବଳରାମ ଠାକୁର। ତାପରେ ୟାଙ୍କର ତ ଗାଧୁଆ ପାଧୁଆ ସରିଗଲା। ଯେମିତି ଜାଣିଥିଲି, ଯେମିତି ଦେଖିଥିଲି, ସବୁବେଳେ ଦେଖେ
ନାନୀଙ୍କ ଠାରୁ ସେ ହିସାବରେ ଯେତିକି ମନେ ପଡ଼ିଲା ସେଇ ହିସାବରେ କଲି। ଯଦି କିଛି ଭୁଲ ଭଲ ଥାଏ ଠାକୁର କ୍ଷମା କରିବେ। ଆଉ ଆପଣମାନେ ଯଦି କେହି ଏଇଭଳିଆ ଜାଣିଛନ୍ତି କି ଏଇଭଳିଆ ଘରେ ଯଦି ଗୋପାଳ ବଳରାମଙ୍କୁ ରଖିଛନ୍ତି ତେବେ ତାର ବି ଏଇଭଳିଆ ହିଁ କରୁଥିବେ। ଯଦି ମୋ ଦ୍ୱାରା ଯଦି କିଛି ଭୁଲ ଭଲ ହେଇଯାଇଥାଏ କ୍ଷମା କରିବେ ଆଉ। କାରଣ ମୁଁ କେବେ କରିନି। ଦିନେ ଅଧେ କେତେବେଳେ କିଏ ଘରେ ନଥିଲେ ମୋତେ ଏଇଗୁଡ଼ା କରିବାକୁ ପଡ଼େ ବେଳେବେଳେ। ଆଉ ଆଜି କଲି ଆଉ ସେଇ ଇଏରେ ହିସାବରେ କଲି ଆଉ। ଯାହା ହଉ ସେତିକି ତ ସୁଯୋଗ ମିଳିଲା ଠାକୁରଙ୍କୁ ଟିକେ ସେବା କରିବା ପାଇଁ। ଜୟ ଜଗନ୍ନାଥ। ଏବେ ଠାକୁରଙ୍କ ପାଇଁ ଆମେ ଯେମିତି ସକାଳୁ ମାନେ ଟିକେ ନାସ୍ତା ବ୍ରେକଫାଷ୍ଟ କରୁ ସେମିତି ଠାକୁରଙ୍କର ବି ସେମିତି ଟିକେ ଖାଇବା ମାନେ ସକାଳୁଆ ତାଙ୍କର ଖାଇବା ପ୍ରସ୍ତୁତି ଗୋପାଳ ବଳରାମଙ୍କ ପାଇଁ ଏବେ ଭାତ ଡାଲି ହେବ। ସବୁ ଜିନିଷ ମୁଁ ବାହାର କରିଦେଇଛି। ଏଠାରେ ଆମର ଅଛି ଚାଉଳ, ଏଇଟା ଡାଲି ଅଛି, ଏଇଟା ଡାଲି ଭାତ ହେବ, ଡାଲି ହେବ, ଏଇଟା ଭଜା ଫଜା କ'ଣ ଟିକେ ହେବ ଆଉ ହେଲା। କେମିତି କ'ଣ ହେଉଛି ଆଉ ଦେଖିବା ଆଉ। ତ ହେଇଯାଇଛି, ଖାଲି ହଳଦୀ ଟିକେ ପକାଇଦେବା, ବେଶୀ ପକାଇବା ଅଳ୍ପ ଟିକେ ପକାଇବା। ବାସୁମତୀ ଚାଉଳ ଗୋଟେ କପ୍ରେ ହେଇଯିବ। ପାଣି ଟିକେ ଅଧିକା ହେଇଗଲା ବୋଧେ, ପାଣିଟା ଟିକେ କମେଇଦେବା। ବାସ୍ ହେଲେ ବି ଅଧିକା ହେଇଗଲା, ଗୋଟେ କପ୍। ଭାତ ଆଉ ଡାଲି ରେଡ଼ି, ଖାଲି ବସାଇଦେବା ଭାତ ଡାଲି। ତାପରେ ଭଜା ଟିକେ ଭାଜିବା ଆଉ ହେଲା। କାମ ତ ଟିକେ କରିବାକୁ ପଡ଼ିବ, ଚାଲିଛି କରିବା ଆଉ। ଠାକୁରଙ୍କ କାମ କରିବାରେ କିଛି ଇଏ ନାହିଁ, ଆରାମସେ କରିବା, ଖୁସିରେ କରିବା। ଗ୍ୟାସ୍ ଜଳିଲା, ନହେଲେ ଭାତଟା ବସାଇଦେବା। ଭାତଟା ଏଠି ବସାଇଦେଲେ ଆଉ ଗୋଟେରେ ଡାଲି ବସାଇଦେବା। ଡାଲି ବସାଇଦେବା ଏକାଥରେ ସବୁ କାମ ହେଇଯିବ ଆଉ। ଆମ ଗୋପାଳର ଦିନ ବେଳର ଖାଇବା ରେଡ଼ି ହେଇଯାଇଛି। ଆଉ ମୁଁ ଖାଇବା ବି ଗୋପାଳଙ୍କୁ ଦେଇସାରିଲିଣି, ଗୋପାଳ ବଳରାମଙ୍କୁ ଦେଇସାରିଲିଣି ଖାଇବା। ଆଉ ଏବେ ତାଙ୍କ ଟାଇମ୍ ହେଉଛି ଶୋଇବା ଟାଇମ୍। ମୁଁ ଟିକେ ଖାଲି ତାଙ୍କର ଖାଇବାଟା ମୁଁ ଦେଖାଇ ଦେଉଛି। ଏଇଟା ତାଙ୍କୁ ଖାଇବା ଦିଆ ହେଇଯାଇଛି। ଖାଇବା ଦିଆ ସାରିଲା ପରେ ଏଇଟା ସବୁ ରଖିଦେବି ଆଉ। ଏଇଟା ମାନେ କହିବାକୁ ଗଲେ ଏଇଟା ଗୋଟେ ପ୍ରକାର ଆମ ପାଇଁ ଭୋଗ, ମାନେ ପ୍ରସାଦ, ଠାକୁରଙ୍କ ପ୍ରସାଦ। ଠାକୁର ଗ୍ରହଣ କଲା ପରେ ସେଇ ପ୍ରସାଦଟା ଆମେ ଗ୍ରହଣ କରିବା ଆଉ। ଠାକୁର ଆଉ ବଳରାମ ଖାଇସାରିଲା ପରେ ଏବେ ତାଙ୍କର ଯାହା ସବୁ ମୁକୁଟ ଫୁକୁଟ ଆଉ ହାର ସବୁ ରଖିଦେଇକି ତାଙ୍କୁ ମୁଁ ଏବେ ଶୋଇଦେବି। ଭାଇମାନେ, ସକାଳ ପାଖରୁ ଯାହା କାମ ଥିଲା ସବୁ ସରିଗଲା। ନିଜର ଲଞ୍ଚ ବି ସରିଗଲା, ସବୁ ଖିଆପିଆ ସରିଲା। ଏବେ ହେଉଛି ଟାଇମ୍ ରବିବାର ଟାଇମ୍, ମାନେ ସଣ୍ଡେ ଇଜ୍ ଦ ଫଣ୍ଡେ। ତେବେ ଫଣ୍ଡେ ଆମେ ଏବେ ଫନ୍ ଡେ ଚାଲିବ, ଷ୍ଟାର୍ଟ ହେବ। ମାନେ ଫିଲ୍ମ ଟିକେ ଦେଖିବା ଲାପଟପ୍ରେ, କ'ଣ ଫିଲ୍ମ ଅଛି, ନୂଆ ଫିଲ୍ମ ଟିକେ ଦେଖିବା, ଏନ୍ଜୟ କରିବା, ଶୋଇବା ଆଉ। ତ ସନ୍ଧ୍ୟାବେଳକୁ ଦେଖିବା କୁଆଡ଼େ ଯଦି ଟିକେ ଯିବା ବୁଲାବୁଲି କରିବା ଆଉ। ଆଜି ଖେଳଟା ମାନେ ଅଲଗା ପ୍ରକାର ହେବ। ମାନେ 304 ମାରିଛି ଇଂଲଣ୍ଡ, ଇଣ୍ଡିଆ ସେତିକି କରିପାରୁଛୁ ନା ନାହିଁ। ଆଜି ମାନେ ଯେଉଁମାନେ ବାରବାଟୀରେ କ୍ରିକେଟ୍ ଆଜି ଟିକେଟ୍ କାଟିଥିବେ, ଦେଖୁଥିବେ ବାରବାଟୀ ଷ୍ଟାଡ଼ିୟମ୍ ଭିତରେ ଯେଉଁମାନେ ଥିବେ, ବଲେ ଆଜି ମଜା ଆସିଯିବ ତାଙ୍କୁ ଖେଳ ଦେଖିବ। ଯଦି ଇଣ୍ଡିଆ ଜିତିକି ଗଲା, କଣ୍ଟେଷ୍ଟ ମ୍ୟାଚ୍ ହେଲା, ମସ୍ତ। ଆଜି ଦିନଟା ବଢ଼ିଆ, ରବିବାରଟା ଆଜି ଓଡ଼ିଶା ଲୋକଙ୍କ ପାଇଁ ବଢ଼ିଆ। ଆଜି ପୁରା ଜମି ଓଡ଼ିଶା କ'ଣ ଇଣ୍ଡିଆ ପାଇଁ ବି ବଢ଼ିଆ ହେବ। ବାକି ଓଡ଼ିଶା ପାଇଁ, ଓଡ଼ିଶାରେ ଖେଳ ହେଉଛି ଯେତେବେଳେ ଭୁବନେଶ୍ୱର, କଟକ ବାରବାଟୀ ଷ୍ଟାଡ଼ିୟମ୍, ତେବେ ମଜା ଅଲଗା ପ୍ରକାର। କାଲି ଇଣ୍ଡିଆ ଜିତି ଯାଇଛି, ରୋହିତର ମାଡ଼ ଅଲଗା ପ୍ରକାର। ମାନେ ବାରବାଟୀ ତାର ଧୂଳି ଉଡ଼େଇ ଦେଲା ସେ ବାରବାଟୀର। ଆଉ ଫର୍ମକୁ ବି ପଳେଇଥିଲା, ଫର୍ମ ନଥିଲା, ଫର୍ମକୁ ବି ପଳେଇଥିଲା। ଓଡ଼ିଶା ମାଟି ଆଉ ଜଗନ୍ନାଥଙ୍କ ମାଟି, ଜଗନ୍ନାଥଙ୍କ ଆଶୀର୍ବାଦ ପାଇ
ପାଇଲା ରୋହିତ ଆଉ ମାଡ଼ି ଚାଲିଲା ଆଉ ଫର୍ମ ବି ଆସିଗଲା, ସେଞ୍ଚୁରୀ ବି ମାରିଲା, ଇଣ୍ଡିଆ ବି ଜିତିଲା, ଓଡ଼ିଶା ଲୋକ ବି ଖୁସି। ଖାଲି ବିରାଟ କୋହଲିଟା ମାରିପାରିଲାନି, 5ରେ ଆଉଟ୍ ହେଇଗଲା ଆଉ। ଲୋକ ସେଟା ଭାବୁଥିଲେ ତ ବିରାଟ କୋହଲି ମାରିବ ବୋଲି, ବିରାଟ କୋହଲି ମାରିପାରିଲାନି, କ'ଣ କରିବା ଛାଡ଼। ବାକି ଖେଳ ବଢ଼ିଆ ହେଲା, ମସ୍ତ ମସ୍ତ।